ଦେଖନ୍ତୁ ଏବେ ସାରା ଓଡ଼ିଶାରେ ଗୋଟେ ବହୁତ ବଡ଼ ଠକେଇର ପର୍ଦ୍ଦାଫାଶ ହୋଇଛି ଏବଂ ଆଗକୁ ଅନେକ କଥା ଅନେକ ଘଟଣା ସେଥିରେ ପର୍ଦ୍ଦାଫାଶ ହେବାକୁ ଯାଉଛି। ଏଇ ଯେଉଁ ହଂସିତା ଚାନ୍ଦ ଯିଏ ଏବେ ନିଜକୁ ନାଁ ପରିବର୍ତ୍ତନ କରିଛନ୍ତି ସେ ତ କଳାହାଣ୍ଡିରେ ଥିଲେ କଂଗ୍ରେସ ଦଳର ଜିଲ୍ଲା ପରିଷଦ ହିସାବରେ। ପରବର୍ତ୍ତୀ ସମୟରେ ସରକାର ପରିବର୍ତ୍ତନ ହେଲା 24 ବର୍ଷ ଧରିକିରି ବିଜୁ ଜନତା ଦଳର ସରକାର ଚାଲିଲା ଏବଂ ଆପଣ ଜାଣିଛନ୍ତି ଓଡ଼ିଶାବାସୀ ଜାଣିଛନ୍ତି ବିଜୁ ଜନତା ଦଳର ସରକାରରେ ବ୍ୟାପକ ମାତ୍ରାରେ 5Tର କଥା ହେଉ ବିଭିନ୍ନ ଇଣ୍ଡଷ୍ଟ୍ରିକୁ ବାହାରୁ ଅନେକ କମ୍ପାନୀକୁ ବିଶେଷ ଭାବେ ଦକ୍ଷିଣ ଭାରତର କମ୍ପାନୀମାନଙ୍କୁ ଆଣିକି ଏଠି ବିଭିନ୍ନ ଠିକା ଫିକା ବିଭିନ୍ନ କାମ ଡିପାର୍ଟମେଣ୍ଟାଲ କାମ ଦେବା କାମ କଲେ ହଜାର ହଜାର କୋଟି ଟଙ୍କାର ଲୁଟ୍ ହେଲା। ଏ ଯେଉଁ ଯେତେ ଯେତେ ମନ୍ଦିର ବି ଆପଣ ତିଆରି ହେଇଛି 5T କାମରେ ସେ ମନ୍ଦିର ପଥର ବି ସେ ଦକ୍ଷିଣ ଭାରତରୁ ଆସୁଥିଲା ଏବଂ ଏବେ ଯେଉଁ ହଂସିତା ଆଉ ଅନିଲ ଙ୍କର ଚର୍ଚ୍ଚା ଚାଲିଛି ଘୋଟାଲା ଚାଲିଛି ତଦନ୍ତ ଚାଲିଛି ୟାର ପଛରେ କେଉଁମାନେ ଅଛନ୍ତି ମୋତେ ଲାଗୁଛି କଳାହାଣ୍ଡିର ୟାର ଲିଙ୍କ ଅଛି ଏବଂ ଜଣେ କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ଯିଏ ବିଜୁ ଜନତା ଦଳ ସରକାରରେ ମନ୍ତ୍ରୀ ଥିଲେ ଇଣ୍ଡଷ୍ଟ୍ରି ବିଭାଗର ବି ସେ ଦାୟିତ୍ୱ ନେଇଥିଲେ ଏବଂ ଇଣ୍ଡଷ୍ଟ୍ରି ବିଭାଗ ତରଫରୁ ପର୍ଯ୍ୟାପ୍ତ କାମ ଦିଆଯାଇଛି ରୁଲ୍ ରେଗୁଲେସନ୍ ବାହାରେ ତାକୁ କାମ ଦିଆଯାଇଛି ଏବଂ 600 କୋଟି ଟଙ୍କା ଲୁଟ୍ ହୋଇଛି। ମୋତେ ଲାଗୁଛି ଇଡି ଯେଉଁ ଢଙ୍ଗରେ ତଦନ୍ତ କରୁଛି ଭିଜିଲାନ୍ସ ତଦନ୍ତ କରୁଛି ଏଥିରେ ଯେଉଁମାନେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ହୁଅନ୍ତୁ କିମ୍ବା ଜଣେ ଦୁଇ ଜଣ ବିଧାୟକ ସେଥିରେ ସମ୍ପୃକ୍ତ ଅଛନ୍ତି ଏ କାରନାମାରେ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ ହେବା କଥା ଏବଂ ସେମାନେ ବି ଜଣେ ଜଣେ ମୁଖ୍ୟ ଅଭିଯୁକ୍ତ। ମୁଁ ଆଶା କରିବି ଓଡ଼ିଶା ସରକାର ମୋହନ ମାଝୀଙ୍କ ସରକାର ତଦନ୍ତକୁ ଠିକ୍ ଦିଗରେ ନେବ ଏବଂ ଏଥିରେ ସମ୍ପୃକ୍ତ ଥିବା ସବୁ ବଡ଼ ବଡ଼ ଲୋକ ମଧ୍ୟ ଧରା ପଡ଼ିବେ। ଦେଖନ୍ତୁ ଆପଣ ଇଣ୍ଡଷ୍ଟ୍ରି ମିନିଷ୍ଟର କିଏ ଥିଲେ ଟିକେ ଇନକ୍ୱାରି କରିଦେବେ ଜଣାପଡ଼ିଯିବ କଳାହାଣ୍ଡିର ସେ ମନ୍ତ୍ରୀ ଏବଂ ତାଙ୍କ ସମୟରେ ଆପଣଙ୍କର ଇଏ ହଂସିତା ଆଉ ଅନିଲ କେତେ ଟଙ୍କାର କାମ ପାଇଥିଲେ ଏବଂ ଆଇନ କାନୁନର ଊର୍ଦ୍ଧ୍ୱରେ ଉଠିକି ରୁଲ୍ ରେଗୁଲେସନର ବାହାରେ କେତେ ଟଙ୍କାର କାମ ସେମାନଙ୍କୁ ଦିଆଯାଇଥିଲା ଏ ଗୋଟିଏ ତଥ୍ୟରେ ସବୁ ଘଟଣାର ପର୍ଦ୍ଦାଫାଶ ହୋଇଯିବ। ଏଥିରେ ଆଉ ଅନେକ ନେତା ଅଛନ୍ତି ଏଥିରେ ଆପଣଙ୍କର ପ୍ରଭାବଶାଳୀ ଜଣେ ଦୁଇ ଜଣ ବିଜୁ ଜନତା ଦଳ ସେମାନେ ବି ଆଗରୁ ମନ୍ତ୍ରୀ ଥିଲେ ସେମାନେ ବି ସମ୍ପୃକ୍ତ ଅଛନ୍ତି ଏବଂ ମୋହନ ମାଝୀର ସରକାର ସେ ପୂର୍ବତନ ମନ୍ତ୍ରୀ ପାଖକୁ ତାଙ୍କର ପୋଲିସ ଯିବାର ଆବଶ୍ୟକତା ଅଛି ଅସଲ ଲୋକର ଚେହେରା ଧରା ପଡ଼ିବା କଥା ଏ ଘଟଣାର ଏ ଦୁର୍ନୀତିର ଯେଉଁମାନେ ମୁଖ୍ୟ ଲୋକ ଅଛନ୍ତି ପର୍ଦ୍ଦା ପଛରେ ଲୁକିକି ଅଛନ୍ତି ମୋହନ ମାଝୀଙ୍କର ପୋଲିସ ପର୍ଦ୍ଦା ସାମ୍ନାକୁ ସେମାନଙ୍କୁ ଆଣିବା କଥା ଏବଂ ସେ ଦିଗରେ ପୋଲିସ ମଧ୍ୟ କାମ କରୁଛି।